ସାଙ୍ଗମାନେ ଆଜି ମୋର ଭଣଜା ଶୁଭ୍ରାଂଶୁପତିର ଜନ୍ମଦିନ ଥିଲା। ସେଥିପାଇଁ ଆମେ ସକାଳୁ ସକାଳୁ ପରିବା କାଟିବାରେ ଲାଗି ପଡ଼ିଲୁ। ପରିବା କାଟୁ କାଟୁ ନାନୀଙ୍କର ଟିକେ ହାତ କଟିଗଲା। ତାଙ୍କ ହାତରେ ବ୍ୟାଣ୍ଡେଜ୍ ମାରିବା ପରେ ପ୍ରସ୍ତୁତି କାମରେ ଲାଗି ପଡ଼ିଲୁ। ଆପଣମାନେ ଦେଖିପାରୁଥିବେ ପୁରୀ, ତରକାରୀ, କ୍ଷୀରି ସବୁକିଛି ଆମର ରେଡ଼ି ହେଇସାରିଛି। ତାପରେ ଆମେ ସନ୍ଧ୍ୟାବେଳେ ଠାକୁରଙ୍କର ସତ୍ସଙ୍ଗ ହେବାର ଥିଲା। ସେଥିପାଇଁ ଆମେ ଠାକୁରଙ୍କର ଆସ୍ଥାନକୁ ଟିକେ ସଜେଇବା ପାଇଁ ଲାଗି ପଡ଼ିଲୁ। ତ ଆପଣମାନେ ଦେଖିପାରୁଥିବେ ଆମର ସନ୍ଧ୍ୟାରେ ସତ୍ସଙ୍ଗ ଆରମ୍ଭ ହୋଇସାରିଛି। ସତ୍ସଙ୍ଗ ଚାଲୁଥିବା ମଧ୍ୟରେ ଆମର ବାଲେଶ୍ୱରରୁ କିଛି ବଡ଼ ଭାଇମାନେ ଆସିଥିଲେ, ଯିଏକି ଆମ ଛୁଆଙ୍କୁ ପାଇଁ ଡ୍ରେସ୍ ମଧ୍ୟ ଆଣିଥିଲେ। କିଛି ସମୟ ସତ୍ସଙ୍ଗରେ ବସିବା ପରେ ଆମେ ଜୟ ରାଧେ ରାଧେ କରୁଥିଲୁ ଆଉ ସତ୍ସଙ୍ଗ ସଙ୍ଗ କରୁଥିଲୁ। ତାପରେ ପିଲାମାନେ ଖାଉଛନ୍ତି, ଆପଣମାନେ ଦେଖିପାରୁଥିବେ। ଯଦି ଆପଣମାନଙ୍କର ଘରେ ଏଇଭଳିଆ କାହାର ପିଲାମାନଙ୍କର ଜନ୍ମଦିନ ପାଳନ ହୁଏ, କମେଣ୍ଟରେ ଜଣାଇବେ।